ଅଥ ପଞ୍ଚଷଷ୍ଠୀତମ ଅଧ୍ୟାୟ। ବଳରାମଙ୍କର ବ୍ରଜଗମନ। ଶ୍ରୀ ଶୁକଦେବ କହିଲେ, ବ୍ରଜରେ ଥିବା ନନ୍ଦବାବା ପ୍ରଭୃତି ସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ବଳରାମଙ୍କ ମନରେ ଗଭୀର ଇଚ୍ଛା ଓ ଉତ୍କଣ୍ଠା ରହିଥିଲା। ତେଣୁ ସେ ରଥରେ ବସି ଦ୍ୱାରକାର ବ୍ରଜକୁ ଚାଲି ଆସିଲେ। ଏପଟେ ବ୍ରଜବାସୀ ଗୋପୀ ଓ ଗୋପାଳମାନେ ମଧ୍ୟ ତାଙ୍କୁ ଦେଖିବା ଲାଗି ବହୁଦିନରୁ ଉତ୍କଣ୍ଠିତ ଥିଲେ। ବର୍ତ୍ତମାନ ତାଙ୍କୁ ନିକଟରେ ପାଇ ସମସ୍ତେ ପ୍ରେମ ଓ ଆନନ୍ଦରେ କୁଣ୍ଢାଇ ପକାଇଲେ। ବଳରାମ ମାତା ଯଶୋଦା ଓ ପିତା ନନ୍ଦଙ୍କୁ ପ୍ରଣାମ କଲେ। ସେମାନେ ତାଙ୍କୁ ବାଷ୍ପୀପାତ ଦେଇ ଅଭିନନ୍ଦିତ କଲେ। ତାଙ୍କୁ କୋଳରେ ବସାଇ ସ୍ନେହାଶ୍ରୁରେ ସେମାନେ ତାଙ୍କୁ ଗାଧୋଇ ଦେଲେ ଏବଂ କହିଲେ, ବଳରାମ, ତୁମେ ତ ଜଗଦୀଶ୍ୱର, ତୁମେ ଓ ତୁମ ସାନ ଭାଇ ଶ୍ରୀକୃଷ୍ଣ ଆମମାନଙ୍କୁ ସର୍ବଦା ରକ୍ଷା କରୁଥାଅ। ତାପରେ ବୟସ୍କ ଗୋପାଳମାନଙ୍କୁ ବଳରାମ ନମସ୍କାର କଲେ ଏବଂ କନିଷ୍ଠ ଗୋପାଳମାନେ ବଳରାମଙ୍କୁ ନମସ୍କାର କଲେ। ବୟସ ଦୃଷ୍ଟିରୁ, ସଖା ଦୃଷ୍ଟିରୁ ତଥା ସମ୍ବନ୍ଧ ଦୃଷ୍ଟିରୁ ଯାହାକୁ ଯେପରି ଭାବରେ ସାକ୍ଷାତ କରିବା କଥା ତା ସହିତ ସେ ସେପରି ସାକ୍ଷାତ କଲେ। ଗୋପାଳ ଯୁବକମାନଙ୍କ ପାଖକୁ ଯାଇ ସେ କାହାର ହାତରେ ହାତ ମିଳାଇଲେ ତ କାହା ସହିତ ମଧୁର ବାକ୍ୟାଳାପ କଲେ ଏବଂ କାହା ସହିତ ଖୁବ୍ ହସି ହସି ସାକ୍ଷାତ କରି କୋଳାକୋଳି ହେଲେ। ତାପରେ ସେ କିଛି ସମୟ ବିଶ୍ରାମ ନେଇସାରି ଆରାମରେ ବସିଥିଲା ବେଳେ ସବୁ ଗୋପାଳ ଆସି ତାଙ୍କ ପାଖରେ ପହଞ୍ଚିଗଲେ। ସେହି ଗୋପାଳମାନେ ପଦ୍ମଲୋଚନ ଶ୍ରୀକୃଷ୍ଣଙ୍କ ନିମନ୍ତେ ସମସ୍ତ ଭୋଗ, ସ୍ୱର୍ଗ ଏପରିକି ମୋକ୍ଷ ମଧ୍ୟ ତ୍ୟାଗ କରିଦେଇଥିଲେ। ବଳରାମ ସେମାନଙ୍କର ଓ ସେମାନଙ୍କ ପରିବାରର କୁଶଳ ସମାଚାର ପଚାରି ବୁଝିବାରୁ ସେମାନେ ନିଜ ନିଜ ବିଷୟ କହିସାରି ପ୍ରେମ ଗଦଗଦ ହୋଇ ପଚାରିଲେ, ହେ ବଳରାମ, ବସୁଦେବ ଆଦି ଆମର ଭାଇ ବନ୍ଧୁମାନେ କୁଶଳରେ ଅଛନ୍ତି ତ? ଆପଣମାନେ ତ ଏଣିକି ସ୍ତ୍ରୀ ପୁରୁଷଙ୍କ ମେଳରେ ରହୁଛନ୍ତି, ପିଲାଛୁଆଙ୍କ ବାପ ହୋଇଗଲେଣି, କ'ଣ ଆମ କଥା କେବେ ମନେ ପକାନ୍ତି? ବଡ଼ ଭାଗ୍ୟର କଥା ଯେ ପାପୀ କଂସକୁ ଆପଣମାନେ ମାରିଦେଲେ ଓ ଆପଣଙ୍କ ବନ୍ଧୁବାନ୍ଧବଙ୍କୁ ଘୋର କଷ୍ଟରୁ ଉଦ୍ଧାର କଲେ। ତା ଛଡ଼ା ଆହୁରି ଆନନ୍ଦର କଥା ଯେ ଆପଣମାନେ ଅନ୍ୟାନ୍ୟ ବହୁ ଶତ୍ରୁଙ୍କୁ ମଧ୍ୟ ମାରିଦେଲେ, କେତେକଙ୍କୁ ଜୟ କରି ନିଜର ଅଧୀନ କରିଦେଲେ ଏବଂ ବର୍ତ୍ତମାନ ଏକ ଅତ୍ୟନ୍ତ ସୁରକ୍ଷିତ ଦୁର୍ଗରେ ନିବାସ କରୁଛନ୍ତି। ଏପରିକି ତ ବଳରାମଙ୍କୁ ଦର୍ଶନ କରି ତାଙ୍କର ପ୍ରେମପୂର୍ଣ୍ଣ ମୁଖ ଦେଖି ଗୋପୀମାନେ କୃତାର୍ଥ ହୋଇଗଲେ। ସେମାନେ ଆସି ହସି ହସି ପଚାରିଲେ, ହେ ବଳରାମ, ନଗର ନାରୀମାନଙ୍କର ପ୍ରାଣବଲ୍ଲଭ ଶ୍ରୀକୃଷ୍ଣ ଏବେ କୁଶଳରେ ଅଛନ୍ତି ତ? ତାଙ୍କର ନିଜ ଭାଇ ବନ୍ଧୁ ପିତାମାତାଙ୍କ କଥା କ'ଣ କେବେ ମନେ ପଡ଼େ? ନିଜ ମାଆଙ୍କୁ ଦେଖିବାକୁ ସେ ଅନ୍ତତଃ ଥରଟିଏ ହେଲେ ଆସିପାରିବେ ନା ନାହିଁ? ଆଚ୍ଛା, ମହାବାହୁ ଶ୍ରୀକୃଷ୍ଣ କ'ଣ ଆମ ସେବା କଥା କେବେ ମନେ ପକାନ୍ତି? ନିଜ ଲୋକଙ୍କୁ ଛାଡ଼ିଦେବା କେତେ ଯେ ଦୁଷ୍କର ତାହା ତ ଆପଣ ଜାଣିଥିବେ। ତଥାପି ତାଙ୍କ ପାଇଁ ଆମେ ମା, ବାପା, ଭାଇ, ଭଉଣୀ, ପତି, ପୁତ୍ର ପ୍ରଭୃତିଙ୍କୁ ବି ଛାଡ଼ିଦେଲୁ। କିନ୍ତୁ ପ୍ରଭୁ, ସେ ନିର୍ମୋହିତ ଅବିଳମ୍ବେ ଆମର ସବୁ ସ୍ନେହ, ସୌହାର୍ଦ୍ଦ୍ୟ ଓ ପ୍ରେମ ବନ୍ଧନ କାଟିଦେଇ ଆମ ସଙ୍ଗ ଛାଡ଼ିଦେଇ ହଠାତ୍ ଅନ୍ୟ ଦେଶକୁ ଚାଲିଗଲେ। ସତରେ ଆମକୁ ପୂରାପୂରି ଭୁଲିଗଲେ। ଆମେ ଚାହିଁଥିଲେ ତାଙ୍କୁ ଅଟକାଇ ଦେଇ ପାରିଥାନ୍ତୁ, କିନ୍ତୁ ସେ ତ କହିଦେଇଥିଲେ, ମୁଁ ତୁମମାନଙ୍କ ପାଖରେ ଋଣୀ, ମୁଁ ତୁମ ଉପକାର କେବେ ବି ଭୁଲିପାରିବି ନାହିଁ। ତେଣୁ ଏପରି କେଉଁ ସ୍ତ୍ରୀ ଅଛି ଯେ କି ତାଙ୍କର ସେପରି ମଧୁର ବଚନକୁ ଅବିଶ୍ୱାସ କରିବ? କହିଲା ଭଲା। ଜଣେ ଗୋପୀ କହିଲା, ଆହେ ବଳରାମ, ଆମେ ସିନା ଗାଉଁଳ ଗୌଡ଼ୁଣୀ ବୋଲି ତାଙ୍କ ପାଲରେ ପଡ଼ିଗଲୁ। ନଗର ସ୍ତ୍ରୀମାନେ ତ ଭାରି ଚତୁରୀ। ସେମାନେ କାହିଁକି ସେ ଦଗାଦିଆ କୃଷ୍ଣଙ୍କ କଥାରେ ପଡ଼ିବେ ଯେ ସେମାନଙ୍କୁ ସେ ପାଇଲେ ପକାଇ ପାରୁନଥିବେ? ଅନ୍ୟ ଜଣେ ଗୋପୀ କହିଲା, ସଖୀ, ତୁ କୃଷ୍ଣଙ୍କୁ ଜାଣିନୁ। ବନେଇ ଚୁନେଇ କଥା କହିବାର ତାଙ୍କ ପରି ଆଉ କିଏ ଅଛି? ଏପରି ଭଳି ମନଗଢ଼ା ମିଠା କଥା କହନ୍ତି ଯେ ସେ କଥା ଆଉ କ'ଣ କହିବି? ତାଙ୍କର ସୁନ୍ଦର ମୁରୁକି ହସ ଓ ପ୍ରେମଭରା ଚାହାଣୀ ନଗରବାସିନୀ ସ୍ତ୍ରୀମାନଙ୍କୁ ବି ପ୍ରେମ ପାଗଳି କରିଦେଉଥିବ। ସେମାନେ ବି ନିଶ୍ଚୟ ତାଙ୍କ ପାଲରେ ପଡ଼ି ତାଙ୍କ ପାଖରେ ନିଜକୁ ସମର୍ପି ଦେଉଥିବେ। ଆଉ ଜଣେ ଗୋପୀ କହିଲା, ସଖୀ, ତାଙ୍କ କଥାରେ ଆମର କ'ଣ ଅଛି? ଯଦି ବେଳ ସରୁନି ଆଉ କିଛି କଥା କୁହ। ସେ ଯଦି ଆମ ବିନା କାଳ କାଟି ପାରୁଛନ୍ତି, ଆମ କାଳ ବି ଦୁଃଖରେ ହେଲେ ବି କଟିଯିବ। ଏପରି କହୁ କହୁ ଗୋପୀମାନଙ୍କର ସ୍ମୃତିପଟରେ ଶ୍ରୀକୃଷ୍ଣଙ୍କ ମଧୁର ହସ, ପ୍ରେମଭରା ବଚନ, ଚାରୁ ଚାହାଣୀ, ସୁନ୍ଦର ଚାଲି ଓ ପ୍ରେମାଲିଙ୍ଗନ ଆଦି ମୂର୍ତ୍ତିମନ୍ତ ହୋଇ ନାଚି ଉଠିଲା ଏବଂ ସେମାନେ ତନ୍ମୟ ହୋଇ କାନ୍ଦିବାକୁ ଲାଗିଲେ। ଏପରିକି ତ ଭଗବାନ ବଳରାମ ଥିଲେ ନାନା ପ୍ରକାର ଅନୁନୟ କରିବାରେ ବଡ଼ ନିପୁଣ। ସେ ଶ୍ରୀକୃଷ୍ଣଙ୍କର ହୃଦୟସ୍ପର୍ଶୀ ଓ ଲୋଭନୀୟ ସନ୍ଦେଶ ଶୁଣାଇ ଗୋପୀମାନଙ୍କୁ ସାନ୍ତ୍ୱନା ଦେଲେ। ସେ ବସନ୍ତ କାଳର ଚୈତ୍ର ଓ ବୈଶାଖ 2 ମାସ ସେଠାରେ ରହିଲେ ଓ ରାତ୍ରି ସମୟରେ ଗୋପୀମାନଙ୍କୁ ପ୍ରେମ ଅଭିବୃଦ୍ଧି କରିବାକୁ ଲାଗିଲେ। ମଇ ଫୁଲର ସୁଗନ୍ଧ ବହନ କରି ମନ୍ଦ ମନ୍ଦ ପବନ ବହୁଥାଏ। ପୂର୍ଣ୍ଣଚନ୍ଦ୍ର ବିମଳ କିରଣ ପଡ଼ି ଯମୁନା ତଟର ଉପବନ ଉଜ୍ଜ୍ୱଳ ହୋଇ ଉଠୁଥାଏ ଓ ସେହି ପରିବେଶରେ ବଳରାମ ଗୋପୀମାନଙ୍କ ସହିତ ବିହାର କରିଥାନ୍ତି। ବରୁଣଦେବ ସେଠାକୁ ମଧୁର ଗନ୍ଧଯୁକ୍ତ ବାରୁଣୀକୁ ପଠାଇ ଦେଇଥିଲେ। ସେ ସେଠାରେ ଗୋଟିଏ ଗଛର କୋରଡ଼ରୁ ବାହାରି ପଡ଼ିଲା ଓ ନିଜର ସୁଗନ୍ଧରେ ସମଗ୍ର ବନପ୍ରଦେଶକୁ ସୁଗନ୍ଧିତ କରିଦେଲା। ବାୟୁ ସେହି ମଧୁଧାରର ସୁଗନ୍ଧକୁ ନେଇ ବଳରାମଙ୍କ ନିକଟରେ ପହଞ୍ଚାଇଥିଲା। ଜାଣନ୍ତୁ, ସେ ବଳରାମଙ୍କୁ ସେହି ଉପହାର ପ୍ରଦାନ କଲା। ସେହି ମହକରେ ଆକୃଷ୍ଟ ହୋଇ ବଳରାମ ଗୋପୀମାନଙ୍କୁ ନେଇ ସେଠାରେ ପହଞ୍ଚିଲେ ଓ ସେମାନଙ୍କ ସହିତ ତା ପାନ କଲେ। ଗୋପୀମାନେ ବଳରାମଙ୍କ ଚତୁର୍ଦିଗରେ ଘେରି ରହି ତାଙ୍କର ଚରିତ୍ର ଗାନ କରିବାକୁ ଲାଗିଲେ ଏବଂ ବଳରାମ ମତୁଆଲ ହୋଇ ବନରେ ବିଚରଣ କଲେ। ସେତେବେଳକୁ ତାଙ୍କର ନେତ୍ର ଆନନ୍ଦ ମଧ୍ୟରେ ବିହ୍ୱଳ ହୋଇ ରହିଥାଏ।
ଗଳାରେ ଫୁଲମାଳା ଶୋଭା ପାଉଥାଏ। ସେ ବୈଜୟନ୍ତୀ ମାଳା ପିନ୍ଧି ଆନନ୍ଦମଗ୍ନ ଥାନ୍ତି। ତାଙ୍କର ଗୋଟିଏ କାନରେ କୁଣ୍ଡଳ ଝଲକୁଥାଏ। ତାଙ୍କ ପଦ୍ମ ମୁଖରେ ମୃଦୁ ହାସର ଶୋଭା ଅତି ସୁନ୍ଦର ହେଉଥାଏ ଏବଂ ମୁଖର ସ୍ୱେଦବିନ୍ଦୁ ଫୁଲ ଉପରେ ପଡ଼ିଥିବା ହିମବିନ୍ଦୁ ଉପରେ ଶୋଭା ପାଉଥାଏ। ସର୍ବଶକ୍ତି ବଳରାମଙ୍କ ଜଳକ୍ରୀଡ଼ା କରିବାକୁ ଇଚ୍ଛା ହେଲା। ତେଣୁ ସେ ଯମୁନାକୁ ପାଖକୁ ଆସ ବୋଲି ଡାକିଲେ। କିନ୍ତୁ ଯମୁନା ଭାବିଲା ବଳରାମ ତ ମତୁଆଲା ଅବସ୍ଥାରେ ଅଛନ୍ତି, ତାଙ୍କ ଆଦେଶ ନ ମାନିଲେ ବି ଚଳିବ। ଏପରି ଭାବି ସେ ଆସିଲା ନାହିଁ। ତା ଫଳରେ ବଳରାମ କ୍ରୋଧିତ ହୋଇ ନିଜ ଲଙ୍ଗଳ ମୁନରେ ଯମୁନାକୁ ପାଖକୁ ଟାଣିବାକୁ ଲାଗିଲେ। ସେ କହିଲେ, ପାପିନୀ ଯମୁନା, ମୁଁ ଡାକିବା ପରେ ବି ତୁ ମୋ ଆଜ୍ଞା ଅମାନ୍ୟ କଲୁ। ମୋ ପାଖକୁ ନ ଆସି ମୋତେ ଅପମାନିତ କଲୁ। ରହ, ମୁଁ ତୋତେ ତୋ ସ୍ୱେଚ୍ଛାଚାରିତାର ଫଳ ଦେଖାଉଛି। ମୁଁ ମୋ ହଳ ମୁନରେ ଆଜି ତୋତେ ଖଣ୍ଡ ବିଖଣ୍ଡ କରିଦେବି। ବଳରାମ ଯମୁନାକୁ ଏପରି ଭର୍ତ୍ସନା କରିବାରୁ ସେ ଚକିତ ଅଭାବିତ ହୋଇ ବଳରାମଙ୍କ ପାଦ ତଳେ ପଡ଼ିଗଲା ଏବଂ ତାଙ୍କ ପାଦ ଧରି ପ୍ରାର୍ଥନା କରି କହିଲା, ହେ ଲୋକାଭିରାମ ବଳରାମ, ହେ ମହାବାହୁ, ମୁଁ ଆପଣଙ୍କ ପରାକ୍ରମ ଭୁଲି ଯାଇଥିଲି। ହେ ଜଗତପତି, ମୁଁ ଏଥର ଜାଣିଗଲି ଯେ ଆପଣଙ୍କ ଶରୀରର ଏକ କ୍ଷୁଦ୍ର ଅଂଶରେ ଏ ସମଗ୍ର ଜଗତ ଅବସ୍ଥିତ। ହେ ଭଗବାନ, ଆପଣ ହେଉଛନ୍ତି ପରମ ଐଶ୍ୱର୍ଯ୍ୟଶାଳୀ। ଆପଣଙ୍କ ପ୍ରକୃତ ସ୍ୱରୂପ ଜାଣିନଥିବାରୁ ହିଁ ମୁଁ ଏପରି ଅପରାଧ କରିଦେଲି। ହେ ସର୍ବସ୍ୱରୂପ ଭକ୍ତବତ୍ସଳ, ମୁଁ ଆପଣଙ୍କ ଶରଣ ବସୁଛି। ମୋର ଦୋଷ କ୍ଷମା କରନ୍ତୁ, ମୋତେ ଛାଡ଼ି ଦିଅନ୍ତୁ। ଯମୁନାର ପ୍ରାର୍ଥନା ଶୁଣି ବଳରାମ ତାକୁ କ୍ଷମା ଦେଲେ ଏବଂ ହାତୁଡ଼ିମାନଙ୍କ ସହିତ ମତୁଆଲା ଗଜରାଜ କ୍ରୀଡ଼ା କରିବା ପରି ସେ ଗୋପୀମାନଙ୍କ ସହିତ ଜଳ କ୍ରୀଡ଼ା କରିବାକୁ ଲାଗିଲେ। ଯଥେଷ୍ଟ ଜଳବିହାର କରିସାରିବା ପରେ ସେ ଯେତେବେଳେ ଜଳରୁ ବାହାରି ଆସିଲେ, ସେତେବେଳେ ଲକ୍ଷ୍ମୀ ତାଙ୍କୁ ନୀଳାମ୍ବର, ବହୁମୂଲ୍ୟ ଆଭୂଷଣ ଓ ସୁନ୍ଦର ସ୍ୱର୍ଣ୍ଣହାର ପ୍ରଦାନ କଲେ। ବଳରାମ ନୀଳାମ୍ବର ପିନ୍ଧି ଗଳାରେ ସ୍ୱର୍ଣ୍ଣହାର ଲମ୍ବାଇ ଦେଲେ ଏବଂ ସୁନ୍ଦର ଅଙ୍ଗରାଗ ଓ ଆଭୂଷଣରେ ବିଭୂଷିତ ହୋଇ ଏପରି ଶୋଭାୟମାନ ହେଲେ ଯେ ତାଙ୍କୁ ଦେଖି ମନେ ହେଲା ସେ ଇନ୍ଦ୍ରଙ୍କର ଶ୍ଵେତବର୍ଣ୍ଣ ଐରାବତ ଅସ୍ତିକି। ହେ ପରୀକ୍ଷିତ, ଯମୁନାକୁ ବଳରାମ ଯେତିକି ବାଟ ଟାଣି ଆଣିଥିଲେ, ସେ ଏବେ ମଧ୍ୟ ସେ ମାର୍ଗରେ ପ୍ରବାହିତ ହେଉଛି। ସତେ ଯେପରି ସେ ଅନନ୍ତ ଶକ୍ତି ଭଗବାନ ବଳରାମଙ୍କର ସେହି ଯଶ ଗାନ କରୁଛି। ବ୍ରଜବାସିନୀ ଗୋପୀମାନଙ୍କ ମାଧୁର୍ଯ୍ୟରେ ବଳରାମଙ୍କ ଚିତ୍ତ ଏପରି ମୁଗ୍ଧ ହୋଇଗଲା ଯେ ତାଙ୍କର ସମୟ ବିଷୟକ ଜ୍ଞାନ ରହିଲା ନାହିଁ। ତାଙ୍କର ବହୁ ରାତି ଗୋଟାଏ ରାତି ପରେ ବିତିଗଲା। ଏପରି ଭାବରେ ବଳରାମ ବ୍ରଜରେ ବିହାର କରିବାକୁ ଲାଗିଲେ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ